ସମସ୍ତଙ୍କୁ ଈଶ୍ୱର ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ। ଯେଉଁମାନେ ପ୍ରତ୍ୟେକ ଦିନ ପ୍ରଭୁଙ୍କର ବାକ୍ୟ ଶୁଣୁଛ, ସେମାନେ ଆପଣମାନେ କ'ଣ ବୁଝୁଛ କମେଣ୍ଟ କରିବ, ଲାଇକ୍ ବି କରିବ, ଅନ୍ୟମାନଙ୍କୁ ସେୟାର ବି କରିବ, ଯେମିତି ଅଧିକରୁ ଅଧିକ ପ୍ରଭୁଙ୍କର ବାକ୍ୟ ଶୁଣିକି ଲୋକମାନେ ପରିବର୍ତ୍ତନ ହେବେ। ଠିକ୍ ଅଛି, ମୁଁ ପ୍ରାର୍ଥନା କରିକି ପ୍ରଭୁଙ୍କ ବାକ୍ୟ କହିବି। ହାଲେଲୁୟା, ଧନ୍ୟବାଦ ଯୀଶୁ। ପବିତ୍ର ପରମେଶ୍ୱର, ତୁମରି ପବିତ୍ର ବାକ୍ୟ ମୁଁ କହିବାକୁ ଯାଉଛି ପ୍ରଭୁ। ପବିତ୍ର ଆତ୍ମା ସାହାଯ୍ୟରେ ତୁମରି ପବିତ୍ର ବାକ୍ୟ ମୁଁ କହିଲେ ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଛୋଟ ଛୋଟ ପ୍ରାର୍ଥନା। ଆଜି ଟପିକ୍ ଅଛି କିଛି କିଛି ବାଳକମାନେ ଅନ୍ଧ ପରି କାମ କରୁଅଛନ୍ତି। ଯେଉଁମାନେ ପ୍ରଭୁ ଯୀଶୁକୁ ଜାଣିଛ, ବିଶ୍ୱାସୀମାନଙ୍କୁ ଜାଗ୍ରତ କରୁଅଛି। ସାବଧାନ। ଆଜି ଅନେକ ପ୍ରଭୁଙ୍କ ଦାସମାନେ ବାହାରିଲେଣି, ଅନେକ ପାଷ୍ଟରମାନେ ବାହାରିଛନ୍ତି। ସେଥିପାଇଁ ଯିଶାୟ 42:19-20 ଲେଖାଯାଇଛି। ଭଲ ଭାବରେ ଦେଖନ୍ତୁ। ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସହ ମିଳନ ଥିବା ଲୋକ ପରି ଅନ୍ଧ ଓ ସଦାବେଳେ ଦାସ ପରି ଅନ୍ଧ କିଏ? ତୁମ୍ଭେ ଅନେକ ବିଷୟ ଦେଖୁଛ, ମାତ୍ର ମନୋଯୋଗ କରୁନାହଁ। ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣନ୍ତି ନାହିଁ। ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଆଜି ପ୍ରଭୁଙ୍କ ଦାସମାନେ ଭଲ ଭାବରେ ପ୍ରଚାର କରୁଛନ୍ତି, କେବଳ ବାକ୍ୟକୁ ପାଳନ କରୁନାହାନ୍ତି। ନିଜର ଇଚ୍ଛା ଅନୁସାରେ ସବୁ କାମ କରୁଛନ୍ତି। ବାଇବେଲରେ ଭଲ ଭାବରେ ଲେଖାଯାଇଛି ଯେ ସାବଧାନରେ ସେବା କ୍ଷେତ୍ର କର ବୋଲିକି। ଅବା ଆମ୍ଭେ ପ୍ରେରିତ ଦୂତ ପରି ବଧିର କିଏ? ଯେହେତୁ ପ୍ରଭୁଙ୍କ ଦାସମାନେ ଆଜି ଶୁଣିକି ବି ନାଇଁ ଶୁଣିଲା ଭଳି ଆକ୍ସନ କରୁଛନ୍ତି, ବଧିର ଭଳିଆ। ଆମ୍ଭ ସଙ୍ଗେ ମିଳନରେ ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାବେଳେ ଦାସ ପରି ଅନ୍ଧ କିଏ? ଆଜି ପ୍ରଭୁଙ୍କ ଦାସମାନେ ଯେଉଁ ଭଳିଆ କାମ କରୁଛନ୍ତି, ଆଜି ଅନେକ ପାଷ୍ଟର ବାହାରିଛନ୍ତି ପ୍ରଭୁଙ୍କ ସେବା କ୍ଷେତ୍ର କରୁଛନ୍ତି ବୋଲି। କେବଳ ଯେଉଁଟା ବାଇବେଲରେ ନାହିଁ, ଯେଉଁଟା ପରମେଶ୍ୱର ଆଜ୍ଞା ନାହିଁ, ସେଇଭଳିଆ କାମ କରୁଅଛନ୍ତି। ସେଇଭଳିଆ ମାନେ କାମ କରିବା ନାହିଁ। ଆଜି ଅନେକ ବିଶ୍ୱାସୀମାନେ ପାଷ୍ଟରକୁ ଦେଖୁଛନ୍ତି। କେବଳ ପ୍ରଭୁଙ୍କର ବାକ୍ୟକୁ ଦେଖ। ପ୍ରଭୁଙ୍କର ବାକ୍ୟ କ'ଣ ଗୋଟେ ସେଟା ଆମେ ଜାଣିବାର ଅଛି। ସେ ପାଷ୍ଟର ଏମିତି କଲା, ମୁଁ ଏମିତି କରିବି। ସେ ପାଷ୍ଟର ଏମିତି ମୋତେ କହିଛି, ଏମିତି ଚାଲିବି। ନାଇଁ, ବାଇବେଲକୁ ପାଳନ କରିବାର ଅଛି। ହାଲେଲୁୟା। 20 ନମ୍ବର ଗଲା, ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁନାହଁ। ଆଜି ଅନେକ ପାଷ୍ଟରମାନେ ସବୁ ବିଷୟ ଦେଖୁଅଛନ୍ତି ପ୍ରଭୁଙ୍କ ଠାରୁ, ସବୁ ଜିନିଷ ଜାଣୁଅଛନ୍ତି, କିନ୍ତୁ ପ୍ରଭୁଙ୍କର ବାକ୍ୟକୁ ପାଳନ କରୁନାହାନ୍ତି, ମନୋଯୋଗ କରୁନାହାନ୍ତି। ଆଜି ସମ୍ମାନ ପାଇବାରେ ଖାଲି ଦେଖୁଛନ୍ତି। କେବଳ ଆମେ ମନୋଯୋଗ ହବାର ଅଛି। ପରମେଶ୍ୱର କ'ଣ ସେଟା ଆମେ ଦେଖିବାର ଅଛି। ଯୀଶୁ ଖ୍ରୀଷ୍ଟ କ'ଣ ସେଟା ମାନେ ଦେଖିବାର ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି, ମଣିଷକୁ ସନ୍ତୋଷ ଭଳିଆ ସେବା କ୍ଷେତ୍ର କର ନାହିଁ। ମନୁଷ୍ୟକୁ ସମ୍ମାନ ପାଇଲେ ସେବା କ୍ଷେତ୍ର କର ନାହିଁ। ଯେମିତି ପିତା ପରମେଶ୍ୱର ସନ୍ତୋଷ ହେବେ, ସେଇଭଳି ଆମେ କାମ କରିବାର ଅଛି। ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣନ୍ତି ନାହିଁ। ଆଜି ଅନେକ ପାଷ୍ଟର କାନ ଅଛି, ତଥାପି ଶୁଣୁନାହାନ୍ତି। କାନ ଦୁଇଟି ଦିଆଯାଇଛି, ତଥାପି
ହଁ ଭଲ ପ୍ରଚାର କରୁଛି, ହଁ ବାକ୍ୟ ଜାଣିନି, ନାଇଁ ବାକ୍ୟ ନିଜ ଜୀବନରେ ଲାଗୁ କରିକି ଚାଲିବାର ଅଛି। ଆଜି ପାଷ୍ଟରଙ୍କ ଦ୍ୱାରା ବିଶ୍ୱାସୀମାନେ ଭ୍ରାନ୍ତ ହେଉଛନ୍ତି। ଉତ୍ତମ ଭାବରେ ନିଜେ ପାଳନ କରିବାର ଅଛି। ଯେଉଁମାନେ ବାଇବେଲ ପଢ଼ୁଛ, ବାଇବେଲ ବାକ୍ୟ କ'ଣ କହୁଛି ସେଇଟା ପାଳନ କର। ବାକ୍ୟ ଅନୁସାରେ ଚାଲ। କୌଣସି ଲୋକକୁ, କୌଣସି ପାଷ୍ଟରକୁ ଫଲୋ କର ନାହିଁ, ବାକ୍ୟକୁ ଫଲୋ କରି ଚାଲ। ବାକ୍ୟ ପଛରେ ଚାଲ। ବାକ୍ୟ କୌଣସି ବାକ୍ୟ ଅନୁସାରେ ଚାଲିବାର ଅଛି। ମାତ୍ର ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣନ୍ତି ନାହିଁ। କାନ ଥିଲେ ବି ଆଜି ଶୁଣୁନାହିଁ। ସେଥିଲାଗି ଲେଖାଯାଇଛି ପ୍ରକାଶିତ ଯେ ଯାହାର କର୍ଣ୍ଣ ଅଛି ସେ ଶୁଣୁ। ସେଥିପାଇଁ ମୁଇଁ ଆଜି ଟପିକ ପ୍ରଭୁ ମୋତେ ଦେଲେ କହିବା ଲାଗି, ଭଲ ଭାବରେ ଶୁଣିକି ନିଜ ଜୀବନରେ ଲାଗୁ କରିବାର ଅଛି। ଯେତେକ ଆଜି ପ୍ରଭୁଙ୍କ ଦାସମାନେ ସେବା କ୍ଷେତ୍ର କରୁଅଛ, ଆଜି ଅନେକ ଜାଗାରେ ଦେଖିବା ବହୁତ ଡୁପ୍ଲିକେଟ ସେବକ। କେବଳ ଆମେ ଉତ୍ତମ ଭାବରେ ସେବା କ୍ଷେତ୍ର କରିବାର ଅଛି। ହାଲେଲୁୟା। ତାପରେ ଆମେ ଯୋହନ 9:39 ଦେଖମା। ପୁଣି ଯୀଶୁ କହିଲେ, ଦେଖ, ଯୋହନ 9:39। ପୁଣି ଯୀଶୁ କହିଲେ, ଦେଖୁନଥିବା ଲୋକ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି। ପୁଣି ଯୀଶୁ କହିଲେ, ଦେଖୁନଥିବା ଲୋକ ଯେପରି ଦେଖନ୍ତି। ଆଜି ଚକ୍ଷୁ ଦେଇଛନ୍ତି ପରମେଶ୍ୱର। ପ୍ରଭୁଙ୍କ ଦାସମାନେ ବୋଲି କହୁଛୁ, ଦେଖି ଦେଖି ବି ଅନ୍ଧ। ପ୍ରଭୁ ଯୀଶୁ ଯେଉଁମାନେ ଅନ୍ଧ ସେମାନେ ଦେଖନ୍ତି, ସେମାନେ ଜାଣନ୍ତି। ଓ ଦେଖୁଥିବା ଲୋକ ଯେପରି ଅନ୍ଧ ହୁଅନ୍ତି। ଦେଖିକି ଲୋକମାନେ ଆଜି ଅନ୍ଧ ଭଳିଆ ସେବା କ୍ଷେତ୍ର କରୁଛନ୍ତି, ଅନ୍ଧ ଭଳିଆ କାମ କରୁଛନ୍ତି। ଏହି ବିଚାର ମୁଁ ଜଗତକୁ ଆସିଅଛି। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। ଆଜି ଲୋକମାନେ ଦେଖୁଛନ୍ତି, ପ୍ରଭୁଙ୍କର ବାକ୍ୟ ଦେଖୁଛନ୍ତି, ପ୍ରଭୁଙ୍କର ବାକ୍ୟ ପଢୁଛନ୍ତି, ପ୍ରଭୁଙ୍କ ବାକ୍ୟ ଅନୁସାରେ କାର୍ଯ୍ୟ କରୁନାହାନ୍ତି। ହାଲେଲୁୟା। ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମମାନେ କରିବାର ଅଛି। ପ୍ରଭୁ ବାକ୍ୟ ଅନୁସାରେ ଆମେ କାମ କରିବା, ଦେଖିବା, ପ୍ରଭୁଙ୍କ ରବ ଶୁଣିବା, ପ୍ରଭୁଙ୍କର ଆଜ୍ଞା ଯେତେ ପାଳନା, ପ୍ରଭୁ ପରମେଶ୍ୱର ଖୁସି ହେବେ। ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ତାପରେ ଯୋହନ 9:41 କ'ଣ ଲେଖା ଦେଖ। ଯୀଶୁ ସେମାନେ କହିଲେ, ଯଦି ଅନ୍ଧ ହୋଇଥାନ୍ତ ତାହେଲେ ତୁମେ ପାପ ନ ଥାନ୍ତା। ଆଜି ଚକ୍ଷୁ ଥାଇ ଥାଇ ବି ସେବକ ମାନେ ପାପ କରୁଛନ୍ତି। କେବଳ ନାମ ନେବ ନାହିଁ। କେବଳ ଆଜି ଚକ୍ଷୁ ଯେତେବେଳେ କୋଉଟା କରିବା କୋଉଟା ନାହିଁ ବାଇବେଲ ପ୍ରକାଶ କରୁଛି। ଏହି ବାକ୍ୟକୁ ପାଳନ କର। ଏହି ଶରୀର ଲାଳସାରେ, ଶରୀର ପ୍ରଲୋଭନରେ ଯାଅ ନାହିଁ। ଯୀଶୁ ସେମାନେ କହିଲେ, ଯଦି ଅନ୍ଧ ହୋଇଥାନ୍ତ ତାହେଲେ ତୁମେ ପାପ ନ ହୋଇଥାନ୍ତା। ଆମେ ଆଜି ଦେଖୁଛୁ, ପ୍ରଭୁ ଆମକୁ ଗୋଟେ ଅନୁଗ୍ରହ ଦେଇଛନ୍ତି, ଦେଖୁଛୁ, ଆମେ ସବୁ କିଛି କରୁଛୁ। ଯୋଉଟା କରିବା କଥା ସେଥିରେ ଆମେ ଆଉଜି ପଡୁଛୁ। ବହୁତ ପାଷ୍ଟର ଆମେ ଦେଖୁଛୁ। ସେଥିଲାଗି ଯଦି ଅନ୍ଧ ହୋଇଥାର ପାପ ନ କରିଥାଇ ତ ଆଜି ଆମେ ଦେଖିଲେ ବି କ'ଣ ଆମର ଆତ୍ମିକ ଚକ୍ଷୁ ଖୋଲା ଯାଇନାହିଁ। ହାଲେଲୁୟା। ଆମର ଆତ୍ମିକ ଚକ୍ଷୁ ଯେବେ ଖୋଲା ଯିବ ଆମେ ପାପ କରିପାରିବା ନାହିଁ। ହାଲେଲୁୟା। କିନ୍ତୁ ଆମେ ଦେଖୁଛୁ, ଏହା ଏବେ କହୁଅଛୁ ତୁମେମାନେ ପାପ କରୁଅଛ। କିନ୍ତୁ ଆମେମାନେ ଦେଖୁଅଛୁ, ଏହା ଏବେ କହୁଅଛୁ ତୁମମାନଙ୍କର ପାପ ରହୁଅଛି। ଆଜି ପାପ କରୁଅଛନ୍ତି।
ଯାହା ଭୁଲ ହେଇଯାଇଛି, ଯୋଉମାନେ ଭୁଲ କରିଛ, ଖାଲି ପାଷ୍ଟର ମାନଙ୍କୁ ନାହିଁ, ପାଳକ ବହୁତ ବିଶ୍ୱାସୀ ମାନଙ୍କୁ ବି ଅଛନ୍ତି। ସମସ୍ତେ ଏବେ ଗୋଟେ ସମୟ ଅଛି, ଏବେ ଅନୁତାପ ସମୟ ଅଛି, ଏବେ ପ୍ରଭୁରେ କ୍ଷମା ମାଗ, ଏବେ ବି ପ୍ରଭୁ କ୍ଷମା ଦେବାରେ ଅଛନ୍ତି, ସମୟ ଅଛି। ଏବେ ବି ପ୍ରଭୁରେ କ୍ଷମା ମାଗ, ପ୍ରଭୁ ଆମକୁ ସାହାଯ୍ୟ କରିବେ, ପାପରୁ ଉଦ୍ଧାର କରିବେ, ମୁକ୍ତି ଦେବେ, ଶାନ୍ତି ଦେବେ, ପ୍ରଭୁ ଆମକୁ ଶୁଚି କରିବେ। ହାଲେଲୁୟା। ତାପରେ ମାଥ୍ୟୁ 13 ଗଲେ ଦେଖ, ସେମାନେ ଦେଖନ୍ତି ନାହିଁ ଓ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ, ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି। ହେଲେ ଯୀଶୁ ଖ୍ରୀଷ୍ଟ ନିଜେ ଦୃଷ୍ଟାନ୍ତ ଦ୍ୱାରା କଥା କହିଲେ। ସେମାନେ ଦେଖନ୍ତି ନାହିଁ। ଆଜି ଅନେକ ସେବକ ମାନେ ଦେଖୁ ବୁଝନ୍ତି ନାହିଁ। ଅନେକ ପାଷ୍ଟର ମାନଙ୍କୁ କୁହାଯାଉଛି, ଅନେକ ବିଶ୍ୱାସୀ ମାନଙ୍କୁ କୁହାଯାଉଛି, ଅନେକ ଖାଲି ପାଷ୍ଟର ବୋଲି ନାହିଁ, ଆଜି ଅନେକ ଲୋକ ଦେଖୁ ବୁଝନ୍ତି ନାହିଁ। ସେମାନେ ଦେଖନ୍ତି ନାହିଁ, ଦେଖିଲେ ବି କରି ଚାଲୁଛନ୍ତି ଅତ୍ୟାଚାର, ଅନ୍ୟାୟ, ପାପ, ଯୋଉ ଭଳିଆ କାମ ଆମକୁ ଲଜ୍ଜା ଲାଗୁଛି ସମ ଜଗତରେ ଚାଲବା ଲାଗି। କେବଳ ଆମେ ଯଦି ପବିତ୍ର ଜୀବନ କାଟବା, ଆମକୁ କିଏ କହିବ? ଆମ ଦ୍ୱାରା ଯୀଶୁଙ୍କ ନାମ ନିନ୍ଦା ହଉଛି। ଆମେ ଯୋଉଠି ଦେଖୁଛୁ ଭଲ ଖରାପ, ବାଇବେଲ କହୁଛି ପ୍ରତ୍ୟେକ ଦିନ ବାଇବେଲ ପଢ, ସେବକ ମାନେ କି ବିଶ୍ୱାସୀ ମାନଙ୍କୁ ବି କହୁଛି, ସେବକ ବିଶ୍ୱାସ ସମସ୍ତଙ୍କୁ ଯଦି ପ୍ରତ୍ୟେକ ଦିନ ବାଇବେଲ କଣ କହୁଛି ଲେଖ, ନିଜ ଜୀବନ ଲାଗୁ କର। ହାଲେଲୁୟା। ଦେଖୁ ଅନ୍ଧ ହବା ନାହିଁ ଆମେ। ଆମ ଦ୍ୱାରା ଯୀଶୁଙ୍କ ନାମ ଲଜ୍ଜିତ ହଉଅଛି। ସେଥିପାଇଁ ଆମେ ପବିତ୍ର ଜୀବନ କାଟିବାର ଅଛି। ହାଲେଲୁୟା। ଓ ଶୁଣନ୍ତି ନାହିଁ, ଶୁଣିକି ବି ବଧିର। ଏଇ ବାକ୍ୟରେ ବି ଶୁଣିଛେ କେତେ ଥର, କଣ ଆଇଲା ଦରକାର, କଣ ପାଇଁ ଦରକାର? ନାଇଁ, ଯୋଉ ବାକ୍ୟ ଶୁଣିଥିଲେ ବି, ଯୋଉ ବାକ୍ୟ ପଢିଥିଲେ ବି, ଏବେ ବି ଶୁଣିକି ପରିବର୍ତ୍ତନ ହବ, ଅନୁତାପ କର। এই ବାକ୍ୟ ମିନ୍ସ କେତେ ବର୍ଷ ହେଲା ଶୁଣି କରି ଭାବୁନାହିଁ, ଏବେ ପରିବର୍ତ୍ତନ ହବ, ଏବେ ସମୟ ଅଛି। ତାପରେ କଣ କରେ କି ବୁଝୁନାହାନ୍ତି, ଶୁଣିକି ବି ବୁଝୁନାହାନ୍ତି। ଆଜି ଅନେକ ପ୍ରଭୁଙ୍କ ଦାସ ମାନେ ବୁଝୁନାହାନ୍ତି। ଆଜି କୋଉ ପାଷ୍ଟର କେମିତି ପ୍ରଚାର କଲା, କୋଉ ଦାସ କେମିତି ପ୍ରଚାର କଲା, ମୁଁ ବହୁତ ଭିଡିଓ ଦେଖୁଛି, କେବଳ ଆଜି ପ୍ରଭୁଙ୍କ ବାକ୍ୟକୁ ଭଲ କରିକି ଚାଲିବାର ବହୁତ କମ୍, ପାଇବାଟା ବହୁତ କଷ୍ଟକର। ନିଜ ନାମକୁ ବଢ଼ିବାରେ ଚେଷ୍ଟା କର, ନିଜ ସମ୍ମାନକୁ ବଢ଼ିବାର ଚେଷ୍ଟା କର, ଯୀଶୁଙ୍କ ନାମ ବଢ଼ାଅ, ଯୀଶୁଙ୍କର ଇଚ୍ଛା ଜୀବନ ଗଲ। ଯେତେ ଯୀଶୁଙ୍କ ଧରି ଆମେ ଚାଲିବା, ତାପରେ ଆମକୁ ଦେଖିକି ଲୋକ ପରିବର୍ତ୍ତନ ହେବେ। ଆଜି କାହିଁକି ଆମ ନିଜ ପରିବାର, ନିଜ ସମାଜ, ନିଜ ବନ୍ଧୁବାନ୍ଧବ ଆସିପାରୁନାହାନ୍ତି, ଆଜି ମଣିଷକୁ ଫଲୋ କରୁଛନ୍ତି। ଗୋଟେ ବାକ୍ୟ ମନେ ପଡୁଛି, ମାଥ୍ୟୁ 6:16 ଗୋଟେ। ହାଲେଲୁୟା। ମାଥ୍ୟୁ 5:16 ସେହିପରି ତୁମର ଆଲୋକ ଲୋକଙ୍କ ସାକ୍ଷୀରେ ପ୍ରକାଶ ପାଉ, ଯେପରି ତୁମମାନଙ୍କ ସତ୍କର୍ମ ଦେଇ ତୁମର ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ସେହିପରି ତୁମମାନଙ୍କର ଆଲୋକ ଲୋକଙ୍କ ସାକ୍ଷୀରେ ପ୍ରକାଶ ପାଉ। ଆଜି ଆମକୁ କେତେ ଲୋକ କହିଲେ କଣ, ପ୍ରଭୁଙ୍କ ଦାସ, ପାଷ୍ଟର, ଇଭାଞ୍ଜେଲିଷ୍ଟ, ପ୍ରଫେଟ, ଆପୋଷ୍ଟଲ ବୋଲିକି, ଟିଚର ବୋଲି କହୁଛୁ। କେବଳ ଆମର ଆଲୋକ ସେଇଭଳି ଲୋକମାନଙ୍କର ଆଗରେ ପ୍ରକାଶ ପାଉଛି କି ପ୍ରଭୁଙ୍କ ଦୃଷ୍ଟିରେ? ଆଜି ବାଇବେଲ ବିଷୟ ବହୁତ ଜ୍ଞାନ ଥାଇପାରେ, ଆଜି ବହୁତ ଗଭୀର ବିଷୟ ବାକ୍ୟ ପ୍ରଚାର କରିପାର। ଆଜି ପ୍ରଭୁଙ୍କ ଦାସ ମାନେ
ସେହି ପ୍ରକାରେ ତୁମର ଆଲୋକ ଲୋକଙ୍କ ସାକ୍ଷତରେ ପ୍ରକାଶ ପାଉ। ଲୋକଙ୍କ ସାକ୍ଷତରେ ଯଦି ତୁମର ପରିବାର ପ୍ରକାଶ ପାଉ, ତୁମର ପଡ଼ୋଶୀରେ ପ୍ରକାଶ ପାଉ, ତୁମର ବନ୍ଧୁବାନ୍ଧବରେ ପ୍ରକାଶ ପାଉ, ତୁମର ଗ୍ରାମରେ ପ୍ରକାଶ ପାଉ, ତୁମର ଡିଷ୍ଟ୍ରିକ୍ଟରେ ପ୍ରକାଶ ପାଉ। ନିଜ ପରିବାରରେ, ବାପା ମାନେ, ଭାଇ ଭଉଣୀରେ, ନିଜ ଫ୍ୟାମିଲିରେ, ସ୍ୱାମୀ ସ୍ତ୍ରୀରେ ତୁମର ଆଲୋକ ପ୍ରକାଶ ପାଉ ବୋଲିছে। ଆଜି ଆମର ଆଲୋକ ପ୍ରକାଶ ପାଉଅଛି କି ନାହିଁ? ଏବେ ପ୍ରଭୁରେ କ୍ଷମା ମାଗ। ଯେପରି ସେମାନେ ତୁମମାନଙ୍କର ସତ୍କର୍ମ ଦେଖି ତୁମର ସ୍ୱର୍ଗସ୍ଥ ପିତା ମହିମା କରିବେ। ଆଜି ଅନେକ ସେବକ ମାନେ ନିଜର ଫାଇଦା ଲାଗି, ନିଜେ ବଞ୍ଚିବା ଲାଗି ମିଥ୍ୟା କହୁଛନ୍ତି। ଖାଲି ଫୁଲପିଟରେ ସାମ୍ନା ଠିଆ ହେଇ ପ୍ରଚାର କରିବାର ନାହିଁ। ଯେନ୍ ପ୍ରଚାର କରୁଛ ଆପଣଙ୍କୁ ସମସ୍ତେ ଦେଖୁଅଛନ୍ତି, ଅନେକ ଦୃଷ୍ଟି ଆପଣ ପାଖରେ ଅଛି। କେବଳ ଆପଣ କେମିତି କରୁଛ ଆପଣ ଦେଖିକି ଆପଣ ପାଷ୍ଟର ମାନଙ୍କ ଦ୍ୱାରା ବିଶ୍ୱାସୀ ମାନେ କି ଲୋକମାନେ ପରିବର୍ତ୍ତନ ହେବେ। ଆମେ ପାଷ୍ଟର ବୋଲି କହୁଥିବା, ପ୍ରଭୁଙ୍କ ଦାସ ବୋଲି କହୁଥିବା, ଆମେ ଅନ୍ୟାୟ କରୁଥିବା, ଅତ୍ୟାଚାର କରୁଥିବା, ବହୁତ ବେମାରୀ କାମ ତାହା ହେବ ନାହିଁ ପ୍ରଭୁଙ୍କ ସ୍ଥାନ। ହାଥିଲାଗି କହଲା ପ୍ରଭୁଙ୍କ ଦାସ ମାନେ ଅନ୍ଧ ବୋଲି ଟପିକ ଅଛି। ତେଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଛି। ଯୀଶୁ ସେଥିପାଇଁ ଦୃଷ୍ଟାନ୍ତ ଦେଇ ବୁଝଉଥିଲି। ଦୃଷ୍ଟାନ୍ତ ଦେଇ ସମରରେ ସ୍ତ୍ରୀ ବିଷୟ ଜାଣିଥିବ। ଯେତେବେଳେ ଜିହୁଦୀ ଫାରୁସୀ ଆଇନ ବିଚାର କରିଗଲା, କହିଲେ ପାପିନୀ ସ୍ତ୍ରୀକୁ ପଥର ମାରିବା ଲାଗି। ସେନେ କେତେ ସୁନ୍ଦର ଯୀଶୁ କହିଛନ୍ତି, କେହି ବିଚାର କରିପାରିଲେ ନାହିଁ। ଯୀଶୁ ଖ୍ରୀଷ୍ଟ ଭିତରେ ସେ କ୍ଷମା କରିଦେଲି। ଆଜି ଯେତେକ ପ୍ରଭୁଙ୍କର ଦାସ ମାନେ, ପାଷ୍ଟର ମାନଙ୍କୁ ମୁଁ କହୁଛି, ଏବେ କ୍ଷମା ମାଗ। ଏବେ ସମୟ ଅଛି। ହଁ, ଆଜି ମନ କେତେ କେତେ ବୟସ୍କ ବାପା ମାନେ ସେବକ ପାଷ୍ଟର ବୋଲିକି କହୁଥିବ। ହଁ, ମୁଁ ଆଜି ଆପଣମାନଙ୍କ ସନ୍ତାନ ଭଳିଆ ପ୍ରଚାର କରୁଛି। ଆପଣ ପୁଅମାନଙ୍କୁ ଭଳି ଆଜି ଓଡ଼ିଶାର ପାଇଁ କି ଭାରତ ପାଇଁ କେବଳ ସମୟ ଅଛି। ଏବେ କ୍ଷମା ମାଗ। ଏବେ ଚକ୍ଷୁ ଅଛି, ଆମେ ଦେଖୁଛୁ, କର୍ଣ୍ଣ ଅଛି, ଶୁଣୁଛୁ, କେବଳ ଆମେ କ୍ଷମା ମାଗିବାର ଅଛି। କେତେ କେତେ ପ୍ରଭୁଙ୍କ ଦାସଙ୍କୁ ଦେଖୁଛି, ବହୁତ ଯୋଉଟା ବାଇବେଲ ନାହିଁ ସେଇଭଳି କାମ କରିଥାନ୍ତି ନିଜର ସ୍ୱାର୍ଥ ପାଇଁ। ନିଜ ସ୍ୱାର୍ଥ ପାଇଁ କରିବା ନାହିଁ। ଯୀଶୁ ଖ୍ରୀଷ୍ଟ ନିଜ ସ୍ୱାର୍ଥ ପାଇଁ ଚାହିଁ ନାଇଥିଲେ। ପରମେଶ୍ୱର କେତେଟା ପ୍ରେମ କଲେ, ତାଙ୍କର ଅଦ୍ୱିତୀୟ ପୁତ୍ରକୁ ଜଗତକୁ ଦାନ କଲେ। ହାଲେଲୁୟା, ପ୍ରେଜ୍ ଲର୍ଡ। ଏବେ କ୍ଷମା ମାଗ, ଏବେ କ୍ଷମା ମାଗ। ଆଜି ସମୟ ଅଛି। ଆଜି ମୋତେ ବହୁତ ଦୁଃଖ ଲାଗୁଛି। ପ୍ରଭୁଙ୍କ ଦାସ ବୋଲି କହିବା ଲାଗିବି, ବା ଦାସମାନଙ୍କୁ ପରିଚୟ ଦେବା ଲାଗିବି। ଆଜି ନିଜ ଗ୍ରାମରେ, ନିଜ ସମାଜରେ, ନିଜ ଗାଁରେ କହୁଛନ୍ତି ଯେ ସେ ପାଷ୍ଟର ଭଲ ନାହିଁ। ଆଜି ଆମେ ସଂସ୍ଥାକୁ ବଞ୍ଚାଇବାର ଚେଷ୍ଟା କରୁନାହିଁ, କି କେବେ ପଦବୀ ପାଇବାର ଚେଷ୍ଟା କରୁନାହିଁ, କି କେବେ ଉପରକୁ ଉଠିବାର ଚେଷ୍ଟା କରୁନାହିଁ। କେବଳ ଆମେ ପ୍ରଭୁଙ୍କ ଠାରେ ପ୍ରଭୁଙ୍କର ସନ୍ତାନ ଭଳିଆ କାମ କରିବାର ଅଛି। ପ୍ରଭୁ ଯଦି ଆଉ ଖୁସି ହେବେ, ଆଶୀର୍ବାଦ ଦେବେ। ଆଜି ଆମେ ବଡ଼ ହେଇଗଲା ବୋଲି ଯେମିତି ପ୍ରଚାର କରୁଛୁ, ଆମେ ଯେମିତି ଦିନରେ ଛୋଟ ଥିଲା, ଆମେ 4 ବର୍ଷ, 5 ବର୍ଷ, 10 ବର୍ଷ ପିତାମାତାର ଆଜ୍ଞା ମୋ ଥିଲା। ପିତାମାତା ଯେତେବେଳେ ଆଜ୍ଞା ମାନେ ପିତାମାନେ ବହୁତ କରୁ, ପିତାମାନେ ଯେତେବେଳେ ମାନୁନା ନାହିଁ ସେମାନେ ଖୁସି ହେଲେ କି? ସେଇଭଳିଆ ପ୍ରଭୁ ଜୀବିତ ପରମେଶ୍ୱର, ସେ ଜୀବିତ ପରମେଶ୍ୱର ସେବା କ୍ଷେତ୍ରରେ ଯଦି কোনো ପରମେଶ୍ୱର ଖୁସି ବୋଲେ କାମ କରିବାର ଅଛି। ଆଜି ଲୁକି ଲୁକି ତ ବହୁତ ଅତ୍ୟାଚାର କରୁଛନ୍ତି। ସେ ଅତ୍ୟାଚାର ଛାଡ଼, ସେ ଖରାପ ଜିନିଷ ଯେ ଛାଡ଼, ଅନୁତାପ କର। ହଁ, ଆଜି ଆପଣ 10 ବର୍ଷ ହେଇପାର ସେବକ, 20 ବର୍ଷ ହେଇପାର, 40 ବର୍ଷ ହେଇପାର, 50 ବର୍ଷ ହେଇପାର।
ଅନୁତାପ କର, ଏବେ କ୍ଷମା ମାଗ। କେବଳ ମୁଁ ଯାଇଥିଲି ଗୋଟେ ଜାଗାକୁ ସେବା କ୍ଷେତ୍ରରେ, କେବଳ ନା ସେ ପାଷ୍ଟର ନା କହିବି ନା। ମୁଁ ଯେତିକି ଯାଇଥିଲି ସୁସମାଚାର ପରେ ଯେଭଳି ଆସି କହିଲା ଆଜି ଭାଙ୍ଗ ଖାଉଛନ୍ତି ସେବକ ମାନେ, ଲୁକି ଲୁକି ମଦ ପିଉଛନ୍ତି, ଲୁକି ଲୁକି ଅତ୍ୟାଚାର କରୁଛନ୍ତି, ଲୁକି ଲୁକି ବ୍ୟଭିଚାର କରୁଛନ୍ତି। ଏ ମଣିଷ ସାମ୍ନାରେ ଲୁକି ଲୁକି ସବୁ କିଛି କରୁଛ। ଜୀବିତ ଯୀଶୁ ଖ୍ରୀଷ୍ଟ ଦେଖୁଛନ୍ତି। ସେ ଯୀଶୁଙ୍କ ସହିତ ଆମେ କାମ କରିବାର ଅଛି। ଯୀଶୁ ମୁଇଁ ଯେମିତି ସିଦ୍ଧ, ମୁଇଁ ଯେମିତି ପବିତ୍ର, ତୁମେ ମାନେ ସେଇଭଳିଆ ପବିତ୍ର ହୁଅ। ହାଲେଲୁୟା। ସେଥିଲାଗି ଦୃଷ୍ଟାନ୍ତ ଦ୍ୱାରା ଯୀଶୁ ଖ୍ରୀଷ୍ଟ ବୁଝଉଥିଲେ ଯେତିକି ଜଗତରେ ଥିଲେ। ଏବେ ପବିତ୍ର ବାକ୍ୟ ଦେଇକି ଆମକୁ ଯାଇଛନ୍ତି। ହାଲେଲୁୟା। ପ୍ରେଜ୍ ଲର୍ଡ। ଯୋହନ 15:22-24 ପର୍ଯ୍ୟନ୍ତ ବାକ୍ୟ ଦେଖିବା। 15:22 ଦେଖୁନାହାନ୍ତି, ଯଦି ମୁଁ ଆସି ସେମାନଙ୍କୁ କହିନଥାନ୍ତି ତାହେଲେ ସେମାନେ ପାପ ହୋଇନଥାନ୍ତା, କିନ୍ତୁ ଏବେ ସେମାନେ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। ଡାଇରେକ୍ଟ ସଫା ଲେଖା ପରିଷ୍କାର, ଯଦି ମୁଁ ଆସି ସେମାନେ କହିନଥାନ୍ତି ତାହେଲେ ସେମାନେ ପାପ ହୋଇନଥାନ୍ତା। ଆଜି ସମସ୍ତେ ମାନବ ଜାତି ଜାଣୁ ପାପ ବୋଲିକି ଯୀଶୁ ଆସି କହିବା ଦ୍ୱାରା, କିନ୍ତୁ ସେମାନଙ୍କ ପାପ ବିଷୟରେ କିନ୍ତୁ ଏବେ ସେମାନେ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରୁନି। ଏବେ ପାପ ବିଷୟରେ କୌଣସି ବାହାନା ଯୀଶୁଙ୍କ ସାମ୍ନାରେ ଚଳିବ ନାହିଁ। ହଁ, ଆଜି ଜଗତରେ ବଞ୍ଚିପାର, ବର୍ଷ ଯେତିକି ଦିନ ପ୍ରଭୁ ଦେବେ ବଞ୍ଚିବା ଲାଗି, ବିଚାର ଦିନଟେ ହେବ। ଯୀଶୁଙ୍କର ସାମ୍ନାରେ ବାହାର ହାତୀକୁ ମୁଁ ଏତିକି ଆଣିଥିଲି ଆତ୍ମା ଶୁଣିବେ ତ ଆପଣମାନେ କିଏ ଜାଣିବ, ମୁଇଁ କିଏ ଜାଣିବି? ଯୀଶୁ ହିଁ କାର୍ଯ୍ୟ କରୁଛନ୍ତି, ଆମେ କିଛି ନାହିଁ। କେବଳ ଆମେ ପବିତ୍ର ଜୀବନ କାଟିବାର ଅଛି। ଅନ୍ଧ ଭଳିଆ କାମ କରିବାର ନାହିଁ। ଆମେ ଆତ୍ମିକରେ କାମ କରିବାର, ଆତ୍ମିକରେ ଚାଲିବାର ଅଛି। ଅନ୍ଧ ଭଳିଆ ବଧିର ଭଳିଆ ରହିବାର ନାହିଁ। ହାଲେଲୁୟା। 23 କଣ ଲେଖା ହେଇଛି? ଯେ ମତେ ଘୃଣା କରେ ସେ ମୋହର ପିତାକୁ ମଧ୍ୟ ଘୃଣା କରେ। ଯିଏ ଯୀଶୁ ଖ୍ରୀଷ୍ଟକୁ ଘୃଣା କରୁଛି ସେ ପରମେଶ୍ୱରକୁ ପିତାକୁ ବି ଘୃଣା କରୁଛି। ଆଜି ଅନେକ